ତ ଦର୍ଶକ ବନ୍ଧୁ, ଏବେ ଏବେ ସାମ୍ନାକୁ ଆସିଲା ଗୋଟେ ବହୁତ ବଡ଼ ଖୁସି ଖବର କି ଏଣିକି ବାପା ମାଙ୍କର ଝିଅ ଥିଲେ ଘରେ ତ ସରକାର ଦେବେ 21,000 ଟଙ୍କା। ତ ଆମେ ଏଇଟା କାହିଁକି ଆଜି ଆପଣମାନଙ୍କୁ କହୁଛୁ ନା, କଥାରେ ଅଛି ଗୋଟେ ବାପା ମାଙ୍କର ଯଦି ପୁତ୍ର ସନ୍ତାନଟିଏ ଜନ୍ମ ହୁଏ ତ ଲୋକେ କହନ୍ତି ଭାଗ୍ୟରେ ଥିଲେ ମିଳେ। ଯଦି ସେଇ ବାପା ମାଙ୍କର ଗୋଟେ କନ୍ୟା ସନ୍ତାନଟିଏ ଜନ୍ମ ହୁଏ ତ ଲୋକେ କହନ୍ତି ସୌଭାଗ୍ୟରେ ଥିଲେ ମିଳେ। ତ ଆଜି ଭାଗ୍ୟ ଆଉ ସୌଭାଗ୍ୟ ଭିତରେ ଦିଟା ଫରକ ସଦାବେଳେ ପାଇଁ ଆମକୁ ଦେଖିବାକୁ ମିଳୁଛି। କାହାର ପୁଅ ଜନ୍ମ ହେଲେ କିଏ ଖୁସି ହେଇଯାଉଛି, କାହାର କନ୍ୟା ସନ୍ତାନଟି ଜନ୍ମ ହେଲେ କିଏ ଦୁଃଖ କରୁଛି। ତ ଆମେ କହୁଛୁ କ'ଣ ପାଇଁ ନା, ଏଣିକି ଆଉ ଆପଣଙ୍କୁ ମନ ଦୁଃଖ କରିବାକୁ ପଡ଼ିବ ନାହିଁ କି ଆପଣଙ୍କର କନ୍ୟା ସନ୍ତାନ ଜନ୍ମ ହେଲା ବୋଲି। ତ ସରକାର ଏଣିକି କନ୍ୟାମାନଙ୍କ ପାଇଁ ବହୁତ କିଛି ଢେର ଯୋଜନା କରିସାରିଲେଣି, ଯେମିତିକି ଭାଗ୍ୟଲକ୍ଷ୍ମୀ ଯୋଜନା, ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଯୋଜନା, ବେଟି ବଚାଓ ବେଟି ପଢ଼ାଓ, ଲାଡଲି ଲକ୍ଷ୍ମୀ ଯୋଜନା, LICର କନ୍ୟାଦାନ ପଲିସି, LICର ଅମୃତ ପ୍ଲାନ୍। ତ ସେହିଭଳି ଇଏ ହେଉଛି ସେମ୍ ଆକାରର ଗୋଟେ ପ୍ଲାନ୍, ଯାହାକି ହମାରି ବେଟି ଆପକି ବେଟି ଯୋଜନା। ତ ଦର୍ଶକ ବନ୍ଧୁ, ଏହି ହମାରି ବେଟି ଆପକି ଯୋଜନା କ'ଣ, ଏଥିରେ କେଉଁ ବର୍ଗର ଝିଅମାନେ ସାମିଲ ହୋଇପାରିବେ, ଏଥିରେ ବୟସ ସୀମା କ'ଣ ରହିଛି, ଆଉ ୟାର କ'ଣ ଡିଟେଲ୍ସ ଆମକୁ ଦେବାକୁ ପଡ଼ିବ, କେତେ ଟଙ୍କା ଦେଲେ କେତେ ବେନିଫିଟ୍ ପାଇବ, ସବୁର ଏଇ ଡିଟେଲ୍ସ ଇନଫର୍ମେସନ୍ ମୁଁ ଆଜି ଆପଣଙ୍କୁ এই ଭିଡ଼ିଓରେ କହିଦେବି। ତ ଦୟାକରି ଆପଣମାନଙ୍କୁ ମୋର ଗୋଟେ ଛୋଟିଆ ରିକ୍ୱେଷ୍ଟ କି ଆପଣ କେହି ବି ଭିଡ଼ିଓଟାକୁ ସ୍କିପ୍ କରନ୍ତୁ ନାହିଁ, ଭିଡ଼ିଓଟାକୁ ସମ୍ପୂର୍ଣ୍ଣ ଦେଖିବାକୁ ଚେଷ୍ଟା କରନ୍ତୁ। ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ମୁଁ ମନୁଆ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ତମଥର ଭିଡ଼ିଓରେ। ତ ଆପଣମାନଙ୍କୁ ଗୋଟେ ଛୋଟିଆ ରିକ୍ୱେଷ୍ଟ କି ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଯଦି ପ୍ରଥମ ଥର ପାଇଁ ଆମ ଭିଡ଼ିଓଟି ଆପଣ ଦେଖୁଛନ୍ତି ତାହେଲେ ଏବେ ହିଁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ତା ସଙ୍ଗେ ସଙ୍ଗେ ମନୁଆ ନନା ମନି ଗାଇଡ଼ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ଘଣ୍ଟି ବଟନ ଅଲ୍ରେ ସିଲେକ୍ସନ୍, ଯାହାକି ଆମେ ଯେକୌଣସି ନୂଆ ଯୋଜନା ବିଷୟରେ ଆରମ୍ଭ ହେବ ଆମେ ଆପଣଙ୍କୁ ଫାଷ୍ଟ ସର୍ବପ୍ରଥମେ ଭିଡ଼ିଓ ପାଇପାରିବେ। ତ এই हमारी बेटी आपकी बेटी ଯୋଜନା କ'ଣ ଆର ମୁଁ ଡିଟେଲ୍ସ ମାଝି କହୁଛି। ସୋ ଲେଟ୍ସ ଷ୍ଟାର୍ଟ। ତ ଦର୍ଶକ ବନ୍ଧୁ, ଝିଅ ଥିଲେ ପରିବାରକୁ ମିଳିବ 21,000 ଟଙ୍କା। ତ ସରକାର କନ୍ୟାମାନଙ୍କ ପାଇଁ ଜବରଦସ୍ତ ସ୍କିମ୍ ଆଣିଦେଇଛନ୍ତି। ତ ଏବେ ବାପା ମା ଝିଅ ଜନ୍ମ କଲେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। କାହିଁକି ନା, ସରକାର ଆଣିକି ଝିଅମାନଙ୍କୁ ଦେବେ ଟଙ୍କା 21,000 ଟଙ୍କା। ତ ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଝିଅ ଜନ୍ମ ସମୟରେ 21,000 ଟଙ୍କା ଦେଉଛନ୍ତି ଆମ ସରକାର। ତ ୟାଠୁ ଆଉ ଖୁସି ଖବର କ'ଣ ହେଇପାରେ ବାପା ମାଆଙ୍କ ପାଇଁ। ତାପରେ ଅଭାବ ଅନଟନ ଦିନ କାଟିଲେ ବି ବାପା ମା' ପିଲାମାନଙ୍କୁ ଟିକେ ଭଲରେ ପଢ଼େଇ ପାରୁନାହାନ୍ତି କି ଖାଇବାକୁ ଦେଇପାରୁନାହାନ୍ତି। ସରକାର ବହୁତ ସ୍କିମ୍ ବାହାର କରୁଛନ୍ତି। ଏହି ଯୋଜନା ହରିୟାଣା ସରକାରଙ୍କ ଦ୍ୱାରା ପରିଚାଳିତ, ଯାହା 2015ରେ ଆରମ୍ଭ ହୋଇଥିଲା ଏବଂ ଏହି ଯୋଜନାର ନାମ ହେଉଛି ଆପକି ବେଟି ହମାରି ବେଟି ଯୋଜନା। ଦର୍ଶକ ବନ୍ଧୁ, ଆଉଥରେ ଆପଣମାନଙ୍କୁ କହି ରଖୁଛି, ଯୋଜନାଟିର ନାଁ ହେଉଛି ଆପକି ବେଟି ହମାରି ବେଟି ଯୋଜନା। କେବଳ କନ୍ୟାମାନଙ୍କ ପାଇଁ ଏହି ଯୋଜନା। ଦର୍ଶକ ବନ୍ଧୁ, ଯଦି ଆମେ ଦେଖିବା ଏହି ଆପକି ବେଟି ହମାରି ବେଟି ଯୋଜନାରେ ଆମକୁ କ'ଣ କ'ଣ ଡକୁମେଣ୍ଟ ଆବଶ୍ୟକ ପଡ଼ିବ, ତ ପ୍ରଥମେ ଆପଣଙ୍କ ଝିଅର ଜନ୍ମ ପ୍ରମାଣପତ୍ର, ଦ୍ୱିତୀୟରେ ହେଉଛି ଟିକାକରଣ କାର୍ଡ଼, ତୃତୀୟ ହେଉଛି ପିତାମାତାଙ୍କର ଆଧାର କାର୍ଡ଼, ଚତୁର୍ଥରେ ହେଉଛି ଜାତି ପ୍ରମାଣପତ୍ର, ପଞ୍ଚମରେ ହେଉଛି BPL ବା ରେସନ କାର୍ଡ଼ ଭଳି ଡକୁମେଣ୍ଟ ଆବଶ୍ୟକ ପଡ଼ିବ। ଏଗୁଡ଼ିକ ଆବେଦନ ଫର୍ମ ସହିତ ଦାଖଲ କରିବାକୁ ଆପଣଙ୍କୁ ଅଙ୍ଗନବାଡ଼ି କ୍ଷେତ୍ରରେ ପଡ଼ିବ। ଏହି ଉପାୟରେ ଆପଣ ସହଜରେ ଏହି ଆପକି ବେଟି ହମାରି ବେଟି ଯୋଜନାରେ ଡକୁମେଣ୍ଟ ଦେଇ ଯୋଜନାର ଲାଭ ନେଇପାରିବେ। ତା ସହିତ ଏଥିରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଗୁରୁତ୍ୱ ଅଛି କି ଯଦି ଆପଣଙ୍କର ଏକ ଶିଶୁ ଜନ୍ମ ହୁଏ ତେବେ ସେଇମାନେ ଏହି ଯୋଜନାର ଲାଭ ପାଇବେ, ଯାହାକି ଗୋଟିଏ କନ୍ୟା ସନ୍ତାନରେ ଆପଣ ଏହି ଯୋଜନା ନେଇପାରିବେ। ଯଦି ଦୁଇଟି ସନ୍ତାନ ହୁଏ ଆପଣ ଏଥିରେ ନେଇପାରିବେ ନାହିଁ, ଆପଣଙ୍କର କେବଳ ଗୋଟିଏ କନ୍ୟା ସନ୍ତାନ ହୋଇଥିବା ଦରକାର। ଯଦି ଆପଣଙ୍କ ପାଖରେ ଏସବୁ ଡକୁମେଣ୍ଟ ନାହିଁ ତ ତାହେଲେ ଆପଣ ସେକେଣ୍ଡ ବିକଳ୍ପ, ଯାହାକି ଦ୍ୱିତୀୟ ଉପାୟରେ ଆପଣ ଅଳ୍ପ କିଛି ଡକୁମେଣ୍ଟ ଦେଇ ଏହି ଯୋଜନାର ଲାଭ ନେଇପାରିବେ, ଯାହାକି କନ୍ୟା ଶିଶୁର ଜନ୍ମ ପ୍ରମାଣପତ୍ର, ଫଟୋଗ୍ରାଫି, ଝିଅର
ପରିଚୟ ପତ୍ର, କନ୍ୟା ଓ ଶିଶୁର BPL ପ୍ରମାଣପତ୍ର, ଆବେଦନକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଚିଠି ଯଦି ଝିଅର ପାଠପଢ଼ା ଆରମ୍ଭ ହୋଇଥିବ, ଆପଣ ଏ ଅଳ୍ପ ଡକୁମେଣ୍ଟ ଦେଇ ମଧ୍ୟ ଏଇ ଯୋଜନାର ଲାଭ ନେଇପାରିବେ। ଏଇଟା ବିକଳ୍ପ ରଖିଲା ଆପଣଙ୍କ ପାଇଁ, ଯାହା ପାଖେ ଏତିକି ନାହିଁ। ତ ଏଥିରେ ଅନୁସୂଚିତ ଜାତି ଏବଂ BPL ପରିବାର ଲୋକମାନେ ହରିୟାଣା ସରକାରଙ୍କର ଏହି ଯୋଜନାରେ ଲାଭ ପାଇପାରିବେ। ଏହି ଯୋଜନାର ଲାଭ କେବଳ ହରିୟାଣାରେ ବାସିନ୍ଦା ହୋଇଥିବା ଦରକାର, ଯାହାକି ଯଦି ଆପଣମାନେ ହରିୟାଣା ଦେଶରେ ଜନ୍ମ ହୋଇଛନ୍ତି ତାହେଲେ ଏଇମାନେ ହେଲେ ଆପଣ ଏହି ଯୋଜନାର ଲାଭ ନେଇପାରିବେ। ଏହି ଆପକି ବେଟି ହମାରି ବେଟି ଯୋଜନା ଅଧୀନରେ ଯାହାକି ଜାନୁଆରୀ 22, 2015ରେ କିମ୍ବା ତାପରେ ଜନ୍ମ ହୋଇଥିବା କନ୍ୟା ସନ୍ତାନମାନଙ୍କ ନାଁରେ ଆପଣ ଚାହିଁଲେ ଏହି ଆକାଉଣ୍ଟ ଖୋଲିପାରିବେ। ତ ତା ପୂର୍ବରୁ ହେବନି, ସେଇ ଜାନୁଆରୀ 22, 2015 କିମ୍ବା ତାଠୁ ପରେ ଯେଉଁମାନେ ଜନ୍ମ ହୋଇଥିବେ ସେଇମାନଙ୍କର କନ୍ୟା ସନ୍ତାନମାନଙ୍କର ଆପଣ ଏହି ଆପକି ବେଟି ହମାରି ବେଟି ଯୋଜନାରେ ଫର୍ମ ପକାଇ ପାରିବେ ବା ଲାଭ ପାଇପାରିବେ। ତ ଦର୍ଶକ ବନ୍ଧୁ, ଏହି ଆପକି ବେଟି ହମାରି ବେଟି ଯୋଜନାରେ ଅଧୀନରେ ଯଦି ଗୋଟିଏ ଝିଅର କନ୍ୟା ସନ୍ତାନ ଜନ୍ମ ହୁଏ ତେବେ ସରକାର 21,000 ଟଙ୍କା ଦେବେ। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ବାଳକ ଏବଂ ବାଳିକାଙ୍କ ମଧ୍ୟରେ ଲିଙ୍ଗର ଅନୁପାତ ବ୍ୟବଧାନକୁ ହ୍ରାସ କରିବା ଏବଂ ଗର୍ଭପାତ ଭଳି ଅପରାଧକୁ ରୋକିବା ପାଇଁ ସରକାର ଏହି ଯୋଜନା କରିଛନ୍ତି। ତ ଦର୍ଶକ ବନ୍ଧୁ, ଆପଣ ଯଦି ଏହି ଆପକି ବେଟି ହମାରି ବେଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ପାଇବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଅଫିସିଆଲ ୱେବସାଇଟ୍ ଯାହାକି wcthary.gov.in ପରିଦର୍ଶନ କରିବାକୁ ପଡ଼ିବ। ଆଉ ଥରେ କହି ରଖୁଛି, wcthary.gov.in ପରିଦର୍ଶନ କରିବାକୁ ପଡ଼ିବ। ବର୍ତ୍ତମାନ ସ୍କିମ୍ ଆକ୍ସନରେ ଆପଣମାନଙ୍କ ପିଲାମାନଙ୍କୁ ପାଇଁ ସ୍କିମ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହା ଉପରେ ଆପଣଙ୍କୁ ABHP ଉପରେ କ୍ଲିକ୍ କରିବା ପାଇଁ ପଡ଼ିବ, ଯାହାକି ଆପକି ବେଟି ହମାରି ବେଟି ଉପରେ କ୍ଲିକ୍ କରିବାକୁ ପଡ଼ିବ। ବର୍ତ୍ତମାନ ଆପଣଙ୍କୁ ସମସ୍ତ ଡକୁମେଣ୍ଟ ସଂଲଗ୍ନ କରିବାକୁ ହେବ ଏବଂ ଡକୁମେଣ୍ଟକୁ ସବୁ ପେପରରେ ସବମିଟ୍ କଲା ପରେ ଆପଣଙ୍କ ନିକଟସ୍ଥ ଥିବା ଅଙ୍ଗନବାଡ଼ିରେ ଆପଣଙ୍କୁ ଡକୁମେଣ୍ଟ ସହ ଦରଖାସ୍ତ କାଗଜ ଯେଉଁ ଫର୍ମଟିକୁ ଭରିବାକୁ ପଡ଼ିବ। ପରେ ଅଙ୍ଗନବାଡ଼ି କର୍ମୀମାନେ ଆପଣଙ୍କ ଡକୁମେଣ୍ଟକୁ ଭେରିଫାଏ କରି ସବମିଟ୍ କଲା ପରେ ଆପଣ ଏହି ଯୋଜନାର ଯେଉଁ 21,000 ଟଙ୍କାର ଲାଭ ସରକାର ଦେବେ ଆପକି ବେଟି ହମାରି ବେଟି ଯୋଜନାରେ ଆପଣ ଲାଭ ନେଇପାରିବେ। ହରିୟାଣାରେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କର ସଂଖ୍ୟା ବହୁତ କମ୍, ସେଥିପାଇଁ ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି। ଯାହାକି ଯୋଜନାର ୱେବସାଇଟ୍ ହେଉଛି wcthary.gov.in ୱେବସାଇଟ୍ରେ ଆପଣ ଯାଇ ଏହି ଯୋଜନାରେ ଯୋଗଦାନ କରିପାରିବେ, ଯାହାକି ABHP ନାମକ ଏକ ବିକଳ୍ପ ରହିଛି। ତ ଦର୍ଶକ ବନ୍ଧୁ, ଏଇ ABHP ମାନେ କ'ଣ ନା ହମାରି ବେଟି ଆପକି ବେଟି, ବା ଯାହାକି ଆପଣ କହିପାରିବେ ଆପକି ବେଟି ହମାରି ବେଟି ଯୋଜନା ଯେଉଁଟା, ସେଇଟା ଏହି ବିକଳ୍ପରେ ଅଛି, ଆପଣ ସେଠି ସିଲେକ୍ସନ କରିନେବେ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ଦେବେ। ଆଉ ଆପଣଙ୍କ ଘରେ ଯଦି କନ୍ୟା ସନ୍ତାନ ଅଛି କି ଆପଣ ଏହି ହରିୟାଣା ପ୍ରଦେଶରେ ବାସ କରୁଛନ୍ତି ତାହେଲେ ଆପଣମାନେ ଆପଣଙ୍କ ଝିଅମାନଙ୍କ ନାଁରେ ଏହି ଆପକି ବେଟି ହମାରି ବେଟି ଯୋଜନାରେ ଲାଭ ନେଇପାରିବେ। ଆପଣଙ୍କ ସାଙ୍ଗମାନେ ଯଦି କିଏ ଅଛନ୍ତି ତାଙ୍କୁ ବି ଏ ଭିଡ଼ିଓ ନ ଜାଣିଛନ୍ତି ରେଫର କରିପାରିବେ। ତ ଆଜି ପାଇଁ ଭିଡ଼ିଓଟି କେମିତି ଲାଗିଲା ମତାମତ ଦେବେ। ଏବେ ହିଁ ଚ୍ୟାନେଲକୁ ନୂଆ ଆସିଲେ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ବଟନ୍ ଅଲ୍ ସିଲେକ୍ସନ୍ କରିଦେବେ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଭିଡ଼ିଓଟାକୁ ମୁଁ ଏଇଠି ରଖିବି। ଆଶା କରୁଛି ଆପଣମାନଙ୍କୁ ମୋର ବକ୍ତବ୍ୟଟା ବହୁତ ଭଲ ଲାଗିଥିବ। ତ ପୁଣି ଦେଖା ହେବା ନେକ୍ସଟ ଏକ ଏପିସୋଡ଼ରେ। ବିଦାୟ ଦିଅନ୍ତୁ, ରହୁଛି। ଟେକ୍ କେୟାର, ବାଏ ବାଏ, ଜୟ ଜଗନ୍ନାଥ।